ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଯଦି ଦେହରୁ ଅଧିକ ଝାଳ ବାହାରୁଛି ତାହେଲେ ପାଣିରେ ଫିଟିକିରି ମିଶାଇ ଗାଧୋଇବା ଦ୍ୱାରା ଝାଳ ବହିବା କମ୍ ହୋଇଥାଏ। ନମ୍ବର 2, ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। ନମ୍ବର 3, ସପ୍ତାହରେ ଥରେ ନିମ୍ବପତ୍ରର କାଢ଼ା ପିଇଲେ ପେଟର ସବୁ ମଇଳା ଦୂର ହୋଇଥାଏ ଏବଂ ତା ସହିତ ଚେହେରାରେ ଉଜ୍ଜ୍ୱଳତା ଆସିଥାଏ। ନମ୍ବର 4, 35 ବର୍ଷ ପରେ ଚେହେରାରେ ଉଜ୍ଜ୍ୱଳତା ଧୀରେ ଧୀରେ କମିଯାଏ। ତେଣୁ ଆପଣ ଅଧିକ ଘରର ଖାଇବା ଖାଇବାକୁ ଚେଷ୍ଟା କରନ୍ତୁ, ତା ସହିତ ଚେହେରାର ଯତ୍ନ ନିଅନ୍ତୁ। ନମ୍ବର 5, ଯଦି ଆପଣଙ୍କୁ ଭୋକ କମ୍ ଲାଗୁଛି ତାହେଲେ ଗୁଡ଼ ଖାଆନ୍ତୁ। ଏହାଦ୍ୱାରା ଭୋକ ଲାଗିବା ସହିତ ପାଚନ କ୍ରିୟା ମଜବୁତ ହୋଇଥାଏ। ନମ୍ବର 6, ସକାଳୁ ସକାଳୁ ଛୋଟ ପିଲାଙ୍କ ଶରୀରରେ ତେଲକୁ ଭଲ ଭାବରେ ମାଲିସ କରି ସକାଳର କଅଁଳିଆ ସୂର୍ଯ୍ୟ କିରଣରେ ଛୁଆକୁ କିଛି ସମୟ ରଖିବା ଦ୍ୱାରା ଛୁଆମାନଙ୍କର ହାଡ଼ ମଜବୁତ ହୋଇଥାଏ। ନମ୍ବର 7, ପାନ ମଧୁରୀରୁ ଆଇରନ୍ର ମାତ୍ରା ଅଧିକ ମିଳିଥାଏ ଓ ହିମୋଗ୍ଲୋବିନ୍ ଏହାକୁ ବଢ଼ାଇଥାଏ, ଯାହାଦ୍ୱାରା ଶରୀରରେ ରକ୍ତର କମି ହୋଇନଥାଏ। ନମ୍ବର 8, କଞ୍ଚା ପନିରରେ ବହୁତ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଛୁଆମାନଙ୍କ ଖାଦ୍ୟରେ ନିହାତି ଭାବରେ ପନିର ସାମିଲ କରନ୍ତୁ। ନମ୍ବର 9, ଚୁଟି ଅଧିକ ଉପୁଡ଼ି ଯାଉଥିଲେ ଅଣ୍ଡାର ଧଳା ଅଂଶକୁ ଚୁଟିରେ ସପ୍ତାହକୁ 3 ଥର ଲଗାନ୍ତୁ। ଦେଖିବେ ଚୁଟି ଉପୁଡ଼ିବା କମ୍ ହୋଇଯିବ। ନମ୍ବର 10, ସ୍ତ୍ରୀ ଲୋକମାନେ ଶନିଦେବ ଓ ହନୁମାନଙ୍କୁ କେବେ ବି ସ୍ପର୍ଶ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ବହୁତ ଅସୁବିଧା ଆସିପାରେ। ନମ୍ବର 11, ଘରର ଦ୍ୱାରବନ୍ଧ କିମ୍ବା ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍ କି ଅଳିଆ ଗଦା କରନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ କଳି ଝଗଡ଼ା ଲାଗି ରହିଥାଏ। ନମ୍ବର 12, ଘରର କାନ୍ଥରୁ ଯଦି ରଙ୍ଗ ଛାଡ଼ି କଳାପ ଛାଡ଼ିଯାଏ ତେବେ ଏହା ଘରେ ଅଭାବ ସୃଷ୍ଟି ହୋଇଥାଏ। ଏହାକୁ ଯଥାଶୀଘ୍ର ଠିକ୍ କରନ୍ତୁ। ନମ୍ବର 13, ଘରର ଯେକୌଣସି ଚାବି ରୋଷେଇ ଘରେ ଓ ଠାକୁର ଘରେ ରଖିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଆର୍ଥିକ କ୍ଷତି ହୋଇଥାଏ। ନମ୍ବର 14, ଯେଉଁ ଘରେ ବାରମ୍ବାର ବିଲେଇ ପ୍ରବେଶ କରିଥାଏ କିମ୍ବା 2ଟି ବିଲେଇ ଘରେ କଳି କରନ୍ତି ତେବେ ଏହା ଘର ପାଇଁ ଅମଙ୍ଗଳ ହୋଇଥାଏ ଏବଂ ଧନର ଆଗମନ ଅଟକି ଯାଇଥାଏ। ନମ୍ବର 15, କ୍ଷୀର ଫୁଟାଇବା ସମୟରେ କ୍ଷୀର ଯଦି ତଳେ ପୋଡ଼ି ବାସ୍ନା ହୁଏ ତାହେଲେ ଆପଣ କ୍ଷୀରକୁ ଅଯଥା ପକାନ୍ତୁ ନାହିଁ। ଆପଣ କ'ଣ କରିବେ ନା ପ୍ରଥମେ କ୍ଷୀରକୁ ଅଲଗା ଏକ ପାତ୍ରରେ ରଖି ସେଥିରେ କିଛି ପାନପତ୍ର ପକାଇ କିଛି ସମୟ ପାଇଁ ଫୁଟାଇ ଦିଅନ୍ତୁ, କାହିଁକି ନା ପାନପତ୍ର ଦେବା ଦ୍ୱାରା କ୍ଷୀରରେ ଥିବା ପୋଡ଼ା ବାସ୍ନା ହୋଇନଥାଏ। ନମ୍ବର 16, ଚାରେ ଗୋଟିଏ ଅଲଗା ପ୍ରକାରର ସ୍ୱାଦ ଆସିବା ପାଇଁ ଶୁଖିଲା ଲେମ୍ବୁର ଚୋପାକୁ ଚାରେ ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାଦ୍ୱାରା ଚାର ସ୍ୱାଦ ଗୋଟିଏ ଅଲଗା ପ୍ରକାରର ଆସିଥାଏ। ନମ୍ବର 17, ବସିଲା ବେଳେ କିମ୍ବା ଶୋଇଲା ବେଳେ କେବେ ବି ଗୋଡ଼ ଉପରେ ଗୋଡ଼ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଧନ ଏବଂ ଆୟୁଷ କମ୍ ହୋଇଥାଏ। ନମ୍ବର 18, ମଣିଷ ଶରୀରର 70% ପାଣି ହୋଇଥାଏ, ତେବେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗ ଦୂର ହେବାର ସାହାଯ୍ୟ କରିଥାଏ। ନମ୍ବର 19, ଯେଉଁମାନେ ମୋଟା ଅଧିକ ଅଛନ୍ତି ପତଳା ହେବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ 1 ମାସ ପର୍ଯ୍ୟନ୍ତ କଲରା ଜୁସ୍ ପିଅନ୍ତୁ, କାରଣ କଲରା ଜୁସ୍ ମୋଟାପା କମ୍ କରିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ। ନମ୍ବର 20, ଦୁନିଆର ସବୁଠାରୁ ଅଧିକ ଓଜନ ବଢ଼ାଉଥିବା ଖାଦ୍ୟ ହେଉଛି ଆଳୁ ଜାତୀୟ ଖାଦ୍ୟ କିମ୍ବା ଆଳୁ ଚିପ୍ସ। ଚିପ୍ସ ଖାଇବା ଦ୍ୱାରା ସେତିକି ଓଜନ ବଢ଼ିଥାଏ ଯେତିକି ଆପଣ ପିଜ୍ଜା ଖାଇଲେ ବି ବଢ଼ିନଥାଏ। ନମ୍ବର 21, ତେଜପତ୍ର, ଲୁଣ ଏବଂ ତା ସହିତ କିଛି ପାଣି ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଯେଉଁ ଜାଗାରେ ଆପଣ ପିମ୍ପୁଡ଼ି ଦେଖୁଛନ୍ତି ଠିକ୍ ସେହି ଜାଗାରେ ସ୍ପ୍ରେ କରନ୍ତୁ। ଦେଖିବେ ପିମ୍ପୁଡ଼ି ସେହି ସ୍ଥାନରୁ ଜଲ୍ଦି ଚାଲିଯିବ। ନମ୍ବର 22, ଦିନରେ ଗୋଟିଏ ଥର ଡାଲଚିନି ଏବଂ ଅଦା ମିଶା ଚା ପିଅନ୍ତୁ। ଏହାଦ୍ୱାରା ଇମ୍ୟୁନି ସିଷ୍ଟମ ମଜବୁତ ହୋଇଥାଏ, ତା ସହିତ କଫ ସମସ୍ୟା ଦୂର ହୋଇଥାଏ। ନମ୍ବର 23, ପାଦ ଉପରେ ଭରା ଦେଇ କିମ୍ବା ତଳେ ଭରା ଦେଇ ଖାଦ୍ୟ ଖାଆନ୍ତୁ ନାହିଁ। ଏହାର ଖରାପ ପ୍ରଭାବ ସିଧା ମୁଣ୍ଡ ଉପରେ ପଡ଼ିଥାଏ। ନମ୍ବର 24, ଯଦି ଆପଣ ଆପଣଙ୍କ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସକାଳ ଜଳଖିଆରେ ଓଟ୍ସ ନିହାତି ଭାବରେ ସାମିଲ କରନ୍ତୁ। ନମ୍ବର 25, କୁଆଁର ପୁନେଇ ଓଷା କଲେ କୁମାରୀମାନେ ସୁନ୍ଦର ବର ପ୍ରାପ୍ତ କରିଥାନ୍ତି। ନମ୍ବର 26, ଭାଲୁକୁଣି ଓଷା କଲେ ମା ମଙ୍ଗଳାଙ୍କ ଆଶୀର୍ବାଦ ମିଳିଥାଏ।
नंबर 27 सावित्री व्रत कले स्वामी दीर्घायु होइथांती। नंबर 28 बड़ ओषा कले संतान प्राप्ति और गृहर सर्वमंगल हुए। नंबर 29 जदि आपणक घरे टमाटो नाही ताहाले आपण डाली किंबा तरकारी रे तेंतुलीर व्यवहार मध्य करिपारिबे। टमाटो बदल रे डाली एवं तरकारी रे अल्प तेंतुली को किछि समय पानी रे बतुरेई चकटी तार रस को डाली किंबा तरकारी रे कसिला बेले मिसांतु। देखिबे एथिरे आपण टमाटो परि स्वाद पाई परिबे। नंबर 30 घरर द्वार मुहरे बसैथिबा कलशरे पानी पूर्ण करंतु। सेथिरे एक टपा क्षीर एवं गोटिए धान पकांतु। आपण जेतेबेले घरु बाहर को बाहरी जाउचंती जदि सेई कलश को मुंडिया मारी बाहर को जाती ताहाले बकेया अर्थ आपणको मिलिबो। जदि अर्थ मिलु नथिबो बहु दिन हेलाणी विलंब हेउथिबो एहा बहु जल्दी मिलिजिबो। नंबर 31 आपणकर मनी पर्स रे किंबा डायरी रे छोट हेउ किंबा बड़ हेउ खंडिए मयूरपुंछ रखंतु। ଏହା ଦ୍ୱାରା ନିଶ୍ଚିନ୍ତ ଭଲ ଫଳ ମିଳିଥାଏ ଏବଂ ମୟୂରପୁଞ୍ଛ ଠାକୁର ଘରେ ନିହାତି ରଖିବା ଆବଶ୍ୟକ। ଏହା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। नंबर 32 पूजा करने समय जदि आपण जलैथिबा दीपटीर शिखा उपरକୁ उठिबाको लागि थाए तेबे जानिबे भगवान आपणकर कृपा दृष्टि आपणक उपरे रहिअछि एवं आपणकर सब मनोवांछा धीरे धीरे पूर्ण होइजिबो। नंबर 33 आपण माने जानिछंती कि बेंग बोबेइले वर्षा हुए आउ जदि पिंपुड़ी धाड़ी ऊपर को उठंती तेबे वर्षा हेबो आउ तळକୁ खसिले मरुड़ी हेबो। प्रजापति जदि देहरे बसे तेबे प्रणय सुख मिलिबो एवं बुढ़ियाणी जदि देहरे चढ़े तेबे जानिबे बहु जल्दी नूतन वस्त्र मिलिबो। भिडियोटीर आगକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି ଆଉ ଆପଣମାନେ କୋଉଠି କହୁଛନ୍ତି ମୋତେ କମେଣ୍ଟ କରି ନିହାତି ଜଣାଇବେ। नंबर 34 सकाळ उठिला परे प्रथमे आपण पापुलीକୁ ଦେଖିବେ ଓ କହିବେ करागे बसते लक्ष्मी कर मध्य सरस्वती कर मूले तो गोविंद प्रभाते कर दर्शनम। एमिति करिबा द्वारा जीवन बहुत खुशी रे कटि थाए। नंबर 35 घर दिन 12टा पूर्वर पोछा मारिबा उचित एवं गुरुवार दिन घर केबे पोछा मारिबा उचित नुह यह अशुभ होई थाए। नंबर 36 स्त्री लोक घरर दुआर मुह को लागे करी खाइबा उचित नुहे कारण यह दरिद्रता वृद्धि हेबार कारण होई थाए। नंबर 37 अष्टमी दिन संध्या समय रे घरर ऐशान्य कोणरे घिओ दीपरे केसर पकई जलैबा द्वारा धन प्राप्तिर जोग सृष्टि होई थाए। नंबर 38 घरे धला पारा पालिले माता लक्ष्मी सदय हुअंती। आपणक घर धन धान्य रे सबुबले पूर्ण हेबा सहित आपण करिथिबा करजरु बहु जल्दी मुक्ति पाइबे। नंबर 39 मासकु निहाती भाबरे गोटे थर रक्तचाप टेस्ट निहाती करंतु एवं 40 वर्ष होई जिबा परे निहाती भाबरे टेस्ट करंतु एवं सुस्थ रुहंतु। नंबर 40 पाद जदि मकजी होई जाई थाए तेबे आपण पादरे बरफ घसीबा द्वारा बहुत आराम मिली थाए एही कथा मने रखिबे। आपण मानक जदि मो भिडियोटी भल लागु थाए ताहले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ करी आछंदी ताहले गोटे सब्सक्राइब निहाती करि देबे। जय जगन्नाथ।